ଉପନିଷଦରେ କୁହାଯାଇଛନ୍ତି ମାନେ ଦେଖନ୍ତୁ ଆମେ ସଂସ୍କୃତ କ'ଣ ପଢ଼ିଛୁ କେତେ ପଢ଼ିଛୁ କେତେ ବ୍ୟାଖ୍ୟା କରୁଛୁ ସେ ତ ଗୋଟେ ଅଲଗା କଥା, କିନ୍ତୁ ଆମ ଶାସ୍ତ୍ର କେତେ ଉଦାର। ସିଏ କହିଲେ ଅୟୋବେତି ନିଜ ପରମ ଗଣନାଂ ଲଘୁଚେତସାମ୍ ଉଦାର ସହିତ ନାନ୍ତୁ ବସୁଧୈବ କୁଟୁମ୍ବକମ୍। ଏମିତି ଗୋଟିଏ ଶ୍ଳୋକ କୌଣସି ଶାସ୍ତ୍ରରେ ଦେଖି ନାହିଁ। ବିଶ୍ୱ ହେଉଛି ଆମର ପରିବାର, ଆମେ ବିଶ୍ୱ ପରିବାରର ଜଣେ ଜଣେ ସଭ୍ୟ ବା ସଭ୍ୟା। ଏତିକି କଥା ବୋଧେ କିଏ ସୁସ୍ପଷ୍ଟ ଭାବରେ କହିବା ମୁଁ ଶୁଣିନି କି ଦେଖି। ଇଏ ହେଉଛି ଗୋଟେ ସଂସ୍କୃତର କଥା, ସଂସ୍କୃତର ଉପନିଷଦୀୟ କଥା। ଆପଣ ଦେଖନ୍ତୁ ଏଇ ଓଡ଼ିଶାର ଏଇ ପଶ୍ଚିମାଞ୍ଚଳରେ ଜଣେ ସନ୍ଥ ଜନ୍ମ ନେଇଥିଲେ। ସିଏ ସନ୍ଥ ପିଲାଦିନେ ଗାଈ ଜଗୁଥିଲେ, କାଠ ସଂଗ୍ରହ କରୁଥିଲେ। ଭାରତର ସ୍ୱାଧୀନତା ସମ୍ପର୍କରେ ସେ ମଧ୍ୟ ବିଭିନ୍ନ ଗୀତ ସବୁ ଲେଖୁଥିଲେ। ସେଇ ସନ୍ଥ ଭୀମ ଭୋଇ କହିଲେ ଆପଣମାନେ ସମସ୍ତେ ଜାଣିଛନ୍ତି। ସେଇ ଭୀମ ଭୋଇ ଲେଖିଲେ ସେମିତିଆ କଥାଟା ମଧ୍ୟ ପୃଥିବୀରେ ଆଉ କିଏ କହିଛି ବା ଲେଖିଛି ତା ମଧ୍ୟ ମୁଁ କେବେ ଦେଖିନି। ବଳିଆ ସନାତନ ଧର୍ମର ଜଣେ ମଣିଷ ହେଇପାରେ, ସାଧାରଣ ମଣିଷ ହେଇକରି ମଧ୍ୟ ମୋର ଚିନ୍ତା କରିବାର ଅଧିକାର ଅଛି। ମୁଁ ଚିନ୍ତା କରିଛି। ସେ ପଦ୍ଧତି ଆପଣମାନେ ସମସ୍ତେ ଜାଣିଛନ୍ତି। ମୁଁ ଯେତେବେଳେ ରାଷ୍ଟ୍ରପତିଙ୍କର ଏଇ ଯେଉଁ ରାଷ୍ଟ୍ରପତି ବର୍ତ୍ତମାନ ଅଛନ୍ତି ଦ୍ରୌପଦୀ ମୁର୍ମୁ, ତାଙ୍କର ଯେତେବେଳେ ରାଷ୍ଟ୍ରପତି ଶପଥ ଯେଉଁଦିନ ଅନୁଷ୍ଠିତ ହେଲା, ସେ ସବୁ ମାନେ ବିଭିନ୍ନ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ ଜଣାଏ। ତା ଭିତରେ ବଳିଆ ବି ଥିଲା। ମୋତେ ଯେତେବେଳେ କହିଲେ ଯିବା ପାଇଁ, ମୁଁ କହିଲି ମୁଁ ଯାଇ କ'ଣ କରିବି? ସେ ତ ରାଷ୍ଟ୍ରପତି ହେବେ, ତାଙ୍କର କ'ଣ ପଟେ କହିବେ, କଥା ସଇଲା। ଆମେ ଯାଇ ସେଠି କ'ଣ କରିବୁ? ନା ନାଇଁ, ଗୋଟେ ଆପଣଙ୍କୁ ଡାକୁଛନ୍ତି, ଯିବା କଥା ଶୁଣିଲା ବେଳକୁ ମୁଁ ଯିବା। ଯାଇକିରି ମୁଁ ଦେଖିଲି ଆମର ଦ୍ୱାରା କିଛି କାମ ନାହିଁ। ଆମେ ଖାଲି କାମ ହେଉଛି ବସିବା କଥା। ଗୋଟେ ଚେୟାର ପଡ଼ିଛି, ସେ ଚେୟାର ଦେହରେ ଆମକୁ ବସେଇଲେ। ଯେ ବସିଛୁ ତ ବସି ମାନେ ଗୋଟେ ବୋର୍ ଲାଗିବା କଥା। କ'ଣ କି କାର୍ଯ୍ୟକ୍ରମ ହେବ? ଆଉ ଆମକୁ ତ କେହି କିଛି କହୁନାହାନ୍ତି। ଯେତେବେଳେ ରାଷ୍ଟ୍ରପତି ସେ ତାଙ୍କର କଥା ଦେଖନ୍ତୁ, ଗୋଟେ ଆଦିବାସୀ ଝିଅ, ସେ ବି ଓଡ଼ିଶାରେ ମନ୍ତ୍ରୀ ଥିଲେ, ବିଧାୟକ ଥିଲେ, ସବୁ। ସିଏ ଯେତେବେଳେ ଗାଇ ଉଠିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର। ପାର୍ଲାମେଣ୍ଟରେ ତାଳି ବର୍ଷିଗଲା।
ମୋ ମନ ବି ଏତେ ଖୁସି ହେଇଗଲା। ମୁଁ କହିଲି ଯାଉ ପଇସା ଖର୍ଚ୍ଚ କରିକିରି ରାଷ୍ଟ୍ରପତି ଭବନକୁ ଆସିଥିଲି, ପୁଣି ଅନିଚ୍ଛା ସତ୍ତ୍ୱେ ଆଇଥିଲି, ଆସିବାକୁ ଇଚ୍ଛା ନଥିଲା। କିନ୍ତୁ ବର୍ତ୍ତମାନ କିନ୍ତୁ ମୋର ଧାରଣା ଆସୁଛି ମୋର ଆସିବାଟା ପ୍ରକୃତ ଠିକ୍, ଭୁଲ ନୁହେଁ। ଏଇ କଥା ପରେ ପରେ ତାଙ୍କର ଯିଏ ଥିଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ସିଏ ମଧ୍ୟ ସେଇ ପଦଟାକୁ ଆଉ ଥରେ ରିପିଟେସନ୍ କଲେ। ତାପରେ ମୁଁ ଉଠିଲି ଆଇଲି। ତେଣୁ ଆମ ଧର୍ମ ଭିତରେ ଆମେ ବଡ଼ ବୋଲି କହୁନୁ, କିନ୍ତୁ ଏଇଭଳିଆ ବଡ଼ ବଡ଼ କଥା ଆମ ସନ୍ଥ, ଆମ ଯେଉଁମାନେ ପୁରା ଉପଦେଷ୍ଟା, ଏମାନେ ସବୁ ଏମିତି ଲେଖି ଯାଇଛନ୍ତି, ତାକୁ କୌଣସି ଗୁଣରେ କାଟି ହେବନି, ଭୁଲ ବୋଲି କହିହେବନି। ତେଣୁ ସଜ୍ଜନ, ଫୁଲବାଣୀ କାଲି ମୁଁ କହୁଥିଲି, ଆମର ସେଇ ଯେଉଁଠି ଆମେ ରହିଛୁ ସେଇଠି ଆମର କେତେ ଜଣ ବସିଥିଲେ, ଆମେ ଗୋଟେ କଥାବାର୍ତ୍ତା ଭଳିଆ ଗୋଟେ କଥାବାର୍ତ୍ତା ହଉ। ମୁଁ କହିଲି ଏଠି ଜାଗାଟିର ନାମ ହେଉଛି ଫୁଲବାଣୀ। ଯେ ଫୁଲର ମୂଲ୍ୟ କ'ଣ? ଆପଣ ସବୁ ମୂଲ୍ୟ ଦେଇପାରିବେ, ମୂଲ୍ୟାଙ୍କନ କରିପାରିବେ, କିନ୍ତୁ ଫୁଲର ମୂଲ୍ୟଟା ଆପଣ ମୂଲ୍ୟାଙ୍କନ କରିପାରିବେ। ଫୁଲ ଫୁଟିଛି ଜଗତେ, ଫୁଲର ବାସନା ସିନା ଜାଣନ୍ତି ଭଗତେ। ତେଣୁ ଫୁଲର ଆଉ ଗୋଟାଏ ନାଁ ଅଛି, ସେ ନାଁଟି ହେଉଛି ସୁମନ। ସୁମନ କହିଲେ ଫୁଲ। ଆପଣମାନେ ତ ହିନ୍ଦୁ ସନାତନୀ, ଆମେ ସବୁ ଧର୍ମକୁ ସମ୍ମାନ ଦେଲେ ବି ଆମ ଘର କଥା ଆମ ଘର ଭିତରେ ପଡ଼ିଛି। ଏଠି ସେଇ କଥାଟା କହିଲେ କେହି ଭୁଲ ବୁଝିବେନି। ସନାତନ ଧର୍ମରେ ଭିନ୍ନ ଭିନ୍ନ ଭଗବାନଙ୍କର ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଏ। କେଉଁ କେଉଁ ରୂପକୁ ପୂଜା କରାଯାଏ ସେ ସବୁ ବିଷୟରେ ଆପଣମାନେ ପ୍ରାୟ ସବୁ ଜାଣିଛନ୍ତି। କିନ୍ତୁ ଗୋଟେ ପୂଜା ଅଛି ନାରାୟଣଙ୍କର ପୂଜା। ଭାଗବତରେ ଯେଉଁ ନାରାୟଣଙ୍କ କଥା ଲେଖା ହେଇଛନ୍ତି, ଧ୍ରୁବ ନାମକ ଗୋଟିଏ ଅଳ୍ପ ବୟସର ବାଳକ ବାପା କୋଳରେ ସେ ବସିଛି। ସେଇ କଥାଟାକୁ ତାଙ୍କ ସାନ ମା ସେ ତାକୁ ସହିପାରୁନାହାନ୍ତି। ଧ୍ରୁବ ଭାବୁଛି ମୁଁ ମୋ ବାପାଙ୍କ କୋଳରେ ବଇଛି, କିନ୍ତୁ ମା ଉଠିକିରି ଆସି କହିଲେ, ତା ହାତକୁ ଧରିକି ଟାଣିଦେଲେ, ତୁ ଏ କୋଳରେ ବସିପାରିବୁନି। କେତେବେଳେ ବସିବୁ? ଯେତେବେଳେ ମୋ ପୁଅ ହେଇକି ତୁ ଜନ୍ମ ହବୁ, ତୁ ସେତିକି ବେଳେ ବସି। ବର୍ତ୍ତମାନ ଧ୍ରୁବ କାନ୍ଦି କାନ୍ଦି ଆଖିରୁ ଲୁହ ଝଡ଼ି ଯାଉଛି।
ମାଙ୍କ ପାଖରେ ପହଞ୍ଚିଲେ। ମା ତାଙ୍କୁ ପଚାରିଲେ, ଧ୍ରୁବ, ତୁ ଏତେ କାନ୍ଦୁଛୁ କାହିଁକି? ତୋ ଆଖିରେ ତ ଏତେ ଲୁହ ମୁଁ କେବେ ଦେଖେନି। ସିଏ ତାର ଉତ୍ତର ଦେଲେ, ମା, ବାପାଙ୍କ କୋଳରେ ବସିବାର କ'ଣ ଅଧିକାର ମୋର ନାହିଁ? ମା କହିଲେ, ଆରେ ବାପାଙ୍କ କୋଳରେ ବସିବାର ଅଧିକାର ନାହିଁ ତ ଆଉ କାହା କୋଳରେ ଅଛି? ନା, ମୋତେ କାହିଁକି ସାନ ମା ମୁଁ ବାପାଙ୍କ କୋଳରେ ବସିଥିଲି, ବାପା ଟିକେ ମୋ ମୁଣ୍ଡ ହାତ ଆଉଁସି ଦଉଥିଲେ, କିନ୍ତୁ ସାନ ମା ଆସିକିରି ମୋ ହାତକୁ ଧରିକିରି ଟାଣି ଆଣିଲେ ଏବଂ କହିଲେ, ଇଏ କୋଳରେ ବସିବାକୁ ହେଲେ ତତେ ଆଉ ଗୋଟିଏ ଜନ୍ମ ଭୋଗିବାକୁ ପଡ଼ିବ। ତୁ ମୋ ପୁଅ ହେଇ ଯୋଉଦିନ ଜନ୍ମ ହବୁ ସେଇଦିନ ବାପାଙ୍କ କୋଳରେ ବସିବୁ, ଆଜି କିନ୍ତୁ ନୁହେଁ। ମତେ ପେଲି ଦେଲେ। ମା ମମତାମୟୀ, ସ୍ନେହମୟୀ, ଛୁଆର ଆଖିରେ ଲୁହ ଦେଖି ମାଙ୍କର ଆଖିରୁ ବି ଅଜସ୍ର ଲୁହ ବହିଗଲା। କିନ୍ତୁ କଜିଆ କରିନାହାନ୍ତି, ଗଣ୍ଡଗୋଳ କିଛି କରିନାହାନ୍ତି। ମା ପୁଣି ତାଙ୍କୁ ପାଖକୁ ଡାକିକି ତା ଆଖିରୁ ଧ୍ରୁବଙ୍କର ଲୁହକୁ ପୋଛି ଦେଇକିରି କହିଥିଲେ, ହଇ ଭରସା, ହରି ଭରସା, ଧ୍ରୁବ ପଚାରିଲେ, ମା, ମୁଁ ତ ବାପାଙ୍କୁ ଜାଣିଥିଲି, ମାଙ୍କୁ ଜାଣିଛି, ତୁମେ ଏଇ ଯୋଉ ଶବ୍ଦଟା କହିଲ, ଇଏ ଶବ୍ଦଟା କ'ଣ? ଇଏ କ'ଣ ଆଉ ଗୋଟେ ନୂଆ ଶବ୍ଦ? ହରି କିଏ? ମୁଁ ତ ହରିକି ଚିହ୍ନିନି। ସେତେବେଳେ ମା ତାଙ୍କୁ ବୁଝେଇ ଦେଲେ, ପାପକୁ ଯିଏ ହରଣ କରେ, ତାପକୁ ଯିଏ ହରଣ କରେ, ଦୁଃଖକୁ ଯିଏ ହରଣ କରେ, ବିପଦକୁ ଯିଏ ହରଣ କରେ, ସେଇ ହଉଛନ୍ତି ହରି। ଧ୍ରୁବ ପଚାରିଲେ, ମା, ସେ ହରି କୋଉଠି ଅଛନ୍ତି? ତାଙ୍କ ଘର କୋଉଠି? ସବୁଠି ଅଛନ୍ତି। ଏଇ ଜଙ୍ଗଲ ଭିତରେ ବି ଅଛନ୍ତି। ହରି କହିଲେ ସିଂହ। ଏଇ ଯୋଉ ଜଙ୍ଗଲରେ ସିଂହର ନିନାଦ ଶୁଣୁଛୁ, ସିଏ ନିନାଦ ହଉଛି ହରିଙ୍କର ନିନାଦ। ଏଇ ଜଙ୍ଗଲରେ ଯୋଉ ବାଘର ଗର୍ଜନ ଶୁଣୁଛୁ, ଏଇ ବାଘର ଗର୍ଜନ ହଉଛି ହରିଙ୍କ ନିନାଦ। ଏଇ ଗଛ ଡାଳ ଭିତରେ ଯୋଉ ମାଙ୍କଡ଼ ଡିଆଁ ଡେଇଁ ହଉଛନ୍ତି ଦେଖୁଛୁ, ଇଏ କିଏ? ଇଏ ହଉଛନ୍ତି ହରିଙ୍କର ପ୍ରତୀକ। ଆଉ ହରିଙ୍କି ଚିହ୍ନିବ କଣ? ଧ୍ରୁବ ଆଶ୍ଚର୍ଯ୍ୟ ହଉଛନ୍ତି, ମା, ଏଇମାନେ ସବୁ ହରି? ଖାଲି ସେତିକି ନୁହେଁ, ହରି ଜନ୍ମ ହେଇଥିଲେ ତୁ ଯେମିତି ଆଜି କାନ୍ଦୁଛୁ,
विषादरे दुश्चिंतारे दिने तोरी भलिया पिला मध्य कांदुला से होचंती भागवत वर्णित प्रहलाद। प्रहलादंकर आकुल मिनती बा प्रार्थना को सुनी साइला परे सेई स्तंभ भितरु बाहरी थिले हरि। हरि कहिले सिंह नरसिंह नरहरि। सेई हरि मागिथिले प्रहलाद। प्रहलाद मागी था सीना किंतु हरि मागिले प्रहलाद। कौन मागिले? तते मु बर देवी। से बरटी कौन नेले तू खुशी हबू टिके सेई नाटा मते कह। प्रहलाद गोटे कथा कही प्रभु ये जगत रे सबु पाई सारिबा परे जो माने सबु पाई सारी शेषरे से कांदी कांदी किरी मुंड बाड़े किरी कहउचंती हे प्रभु मते टिके शांति दे। से शांति मागुच। से शांति टी कोठी मिलिबो? ए जो पिला का उठिले आउ कोटे शांति नहीं। ये घर फर एसी बेसी है इलेक्ट्रिक ये सब अलग। पुओ झील नाती नातुणी ये सब गोटाए दल आम गोटाए दल। से शांति एठी मिलिबो। नमोई नृसिंह चरण यही होचंती नृसिंह सत्य दैत्य कुलाधिनाथ मंथनम सूर्यन्दुविकेशरी। भक्त पाई जे स्तंभरू ओल्है आसीथिले जेनु तांको ना होची नर हरि। हरि कहले सिंह। पुणी आउ थरे हरि आसिले त्रेतायां दशकंठ कंठ रामाभि। त्रेतया जुगरे पुणी हरि आउ गोटे रूप धरिकी आसिले। से रूप होची मर्कटर रूप। से किंतु मर्कट नुहंती। तांकर लांगुड़ थिला बोली प्रमाण नहीं किंतु से हरि राम हरि। पुणी आउ थरे भी आसिबे। तेबे
हरि कहिले आमे जो बोलुचु कहूचु हरि बोल बंगोपसागर कूल कल्पवट मूल रोहिणी तीर्थ सन्निकटरे मुक्ति मंडप सन्निकटरे माँ विमला सम्मुखरे जो तीर्थकुंडटी अच्छी जार नाम होउची रोहिणी तीर्थ तेणु मन रखा पड़ो सी होउचंती हरि सेठी स्नान न हो खाली जल सिंची देले मध्य अनेक जन्म जन्मांतर पाप चली तुम्हें जानिच प्रहलाद तुमको गोटे कथा मन पकई दौची जाऊच जगन्नाथ दर्शन को बलदेव ना तो कई नौना कुआड़े जाऊच ना जगन्नाथ सुभद्रा ना तो कई नौना सुदर्शन को ना तो कई नौना तो जाऊ तो कहीं सेठी हरि लुचिकी अछंती से हरि के स्वयं बलदेव बलदेव होउचंती अनंत नाग सी नाग रूप को छाड़ी बलदेव रूप आविर्भाव तुम्हें तांका ना धरुच बलदेव होउचंती राजा बलदेव हेबे राजा कान्हू परिजा किए ये करे वसुधा केमितिया शक्तिवान दुई रे वरुण समुद्र तीन रे होउचंती पवन वायु वायु ये होउचंती तापरे होउचंती व्याम आकाश कहले अग्नि अग्नि होउचंती सूर्यंकर रूप
आउ शेष बटी कौन ब्रह्म सर्वं खलुदं ब्रह्म जे जोटी बुलुच बुल उठ जाओ ये कर से कर किंतु से होचंती एकमात्र ब्रह्म आउ कहीं नहीं एक सद विप्रा बहुधा वदन्ति जगन्नाथ पाखक जाऊच मुंडिया दिए माइल कौन जनइल तेरे किए केते कथा जनाती हे जणु जणु मोर गोटे नाती हो ताकू भी जनाती किंतु से सबू दे पारती से सबू दे पारती बोली तांको आपण माने ब अक्षर रे मिसई केड़े सुंदर प्रार्थना विपद आसुची ये बेले बेले टीवी वाला सब कहते ये कौन घूर्णी बात्या है एपटू आसो सेपटू आसो ए बाट दे जीव ये बाट खसिकी पड़ेला आउ आसबानी की कथा आज गोटे कथा काली गोटे कथा किंतु गीता कहते बड़े ब्रह्म चतुर्थ अध्याय से देखिए ब्रह्मार्पणम ब्रह्मादि ब्रह्मणाहुतम् ब्रह्मैव तेनन्तव्य ब्रह्म कर्म समाधिना यही गोटे श्लोक भितर रहीगला समग्र जगतर कथा ज्ञान विज्ञान सब रहा अच्छा आम एत बात जावानी आम कथा कमेदे जगन्नाथ को जिते मुंडिया मारे कौन मुंडिया मारे आमे हे मुंडिया मारुचु कौन एमती पुओ झील नाती नातुणी एमती गुड़ा कही मुंडिया मारिकी चलिए किंतु जगन्नाथ प्रणाम सर्वश्रेष्ठ मंत्र परं ब्रह्म परं पवित्रं परं पुरुषं शाश्वतं दिव्यं आदिदेवं मदं विभो यही गोटाक हूँ बढ़िया परं ब्रह्म परं धाम पवित्र आउरी आउरी कथा अच्छी केवल यही गोटे श्लोक पढ़ंतु विपद को जीवन रु टाळंतु आज विश्व युद्ध लगी लगुच रही जाऊँगी पुणी होउची एगुड़ा सबू चली जो दिन जगन्नाथ कान आम यही कथा को भर्ती कर परं ब्रह्म हे हे परं ब्रह्म तुम्हें ही एकमात्र परं धाम तुम्हें ही पवित्र तुम्हें ही शाश्वत तुम्हें अचिंत्य जगत भासी जाऊँगी दयाकरी रखंतु
ସୁନ୍ଦର ତୁମରି ଧୂଳି ସୁନ୍ଦର ଏ ସୁନ୍ଦର ବିଶ୍ୱକୁ ଆପଣ ଗଢ଼ିଛନ୍ତି, ମୁଁ ଗଢ଼ିନି। ମୋ ବାପା 14 ପୁରୁଷ ଗଢ଼ିନି, ଆପଣ ହିଁ ଗଢ଼ିଛନ୍ତି। ଆମେ ଏବେ ବଞ୍ଚିଛୁ। ଆମ ନିବେଦନ ଇଏ ସୁନ୍ଦର ବିଶ୍ୱ ଏମିତି ରହିଥାଉ। ଆମେ ଦେଖୁ ଦେଖୁ ମରିବୁ। ଇଏ ହେଉଛି ବ, ଆଉ ସେଇ ବରେ ଅଛନ୍ତି ବଳଦେବ। ଜୟ ବଳଦେବ ସତ୍ୟ ଖାଲି ବ ବ ବ ବ କହିଲେ ମାନେ ଅନେକ କ୍ଳାନ୍ତି ବି କରିବେ ନା କମି। ଇଏ ବର କ'ଣ କମିକି ଏ କେତେ କଥା ଅଛି ଆଉ। ଆଚ୍ଛା, ବ ପରେ ଆଉ ଗୋଟିଏ ଅକ୍ଷର ଳ। ଳଟା ଓଡ଼ିଆରେ ନା ଆଉ କ'ଣ ହିନ୍ଦୀରେ ଅଛି ଳ? ସେ ସବୁ କହୁଛନ୍ତି ଲ। ତେବେ ସେ ଲଟି କିଏ? ସେଇଠି ଅଛି ଅସଲ ମଞ୍ଜିଟା, ସେଇଠି ଅଛି। ଶାଲବେଗ, ଶାଲବେଗ ବୃନ୍ଦାବନରେ। ମନରେ ରଖିଛନ୍ତି ପୁରୀକି ଆସିବେ, ଜଗନ୍ନାଥଙ୍କୁ ଦର୍ଶନ କରିବେ, କିନ୍ତୁ ଯିବି କେମିତି? ମୋ ଭାଗ୍ୟରେ ନାହିଁ। ସେ ସେଇଠି ପଦ୍ୟଟିରେ ଲେଖି ଡାକିଲେ, ଜଗ বন্ধু হে ତାପରେ ଆଉ ଗୋଟିଏ ଧାନରେ ଲାଗି କହିଲେ, ମୋହ ଯିବା ଯାଏ ଘୋଷେ ସେ କହିଲେ ଯାହା ହେଲା ସେଇଆ। କେମିତି ହେଲା? ସେ ମିଛୁଆ ନୁହନ୍ତି, କାଉକରିଆ ନୁହନ୍ତି,
ନିଶା ମାଦକ ଖାଆନ୍ତିନି। ଜୀବନର ଲକ୍ଷ୍ୟ ଗୀତାର ଭକ୍ତି ଯୋଗ, ଜୀବନର ଶେଷ ଲକ୍ଷ୍ୟ ମର୍ଯ୍ୟାବେଶ ମନରେ, ମୋ ମନ ତୋ ପାଦରେ ଥାଉ, ମୁଁ ଆଉ କିଛି ନ କରେ। ଏ କଥାକୁ ସ୍ୱୀକାର କରିଛନ୍ତି କାଳିଆ। ଆପଣ କହିବେ ଆପଣ ସବୁ ବହି ପଢ଼ିକି ତାକୁ ସବୁ କହୁଛନ୍ତି। ମୁଁ ଆପଣଙ୍କୁ କହୁଛି, ମୁଁ କେବେ କୌଣସି ବହି ମୋ ଜୀବନରେ ଆଜି ପର୍ଯ୍ୟନ୍ତ ମୁଁ ପଢ଼ି ଶେଷ କରିପାରି ନାହିଁ। ମୁଁ ଏଡ଼େ ମୂର୍ଖ। ହଁ, ଏମିତି କିଛି ଶୁଣିଛି, କିଛି ଅଲଗା, କିନ୍ତୁ ସେ ପଢ଼ାପଢ଼ି ସେସବୁ ନାହିଁ। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ମନ ଯଦି ସେଇଠି, ଆଉ କିଏ କାହାର କ'ଣ କରିବ? ପାଣ୍ଡବମାନଙ୍କର ମନ ସେଇଠି, ଦ୍ରୌପଦୀଙ୍କର ମନ ସେଇଠି। ଦ୍ରୌପଦୀ ଡାକିଲେ, କ'ଣ ମୋ କଥା କାନକୁ ଶୁଭୁନି? ମୋ ଆତ୍ମୀୟ ସ୍ୱଜନ ମାନେ ବହିଛନ୍ତି, ମୋତେ ଏ ଦୁଃଶାସନ ଉଲ୍ଲଗ୍ନ କରିବ। କାଲି ଆପଣ ଯେତେବେଳେ ଦ୍ୱାରିକାରେ ଶୁଣିବେ, ଆପଣଙ୍କ ଆଖିରୁ ଲୁହ ବୋହିବ। ମୁଁ ଆଉ ପାରିବିନି ପ୍ରଭୁ, ମୋ ଦେହରେ ଯୋଉ ବଳ ଥିଲା ମୁଁ ଛାଡ଼ିଦେଲି। ହାତ ଟେକି ଦେଲା, ଏମିତିକିରି ହାତକୁ ଟେକି ଦେଲା। ରଖିଲେ ରଖ ଜଗନ୍ନାଥ, ଆଉ ନାହିଁ ଗୋଟିଏ ପଦ କହିଲେ, ଆଉ ଗୋଟାଏ ପଦ ପୁଣି କହିଲେ। ସେ ପୁରା ସମର୍ପିତ ଭାବରେ କହିଲେ, ତୁମେ ଯେବେ କୃପା କରିବ ମୋତେ ଦେଖିବ, ତାପରେ ବି ପୁଣି ମନେ ପକେଇଦେଲେ। ଭକ୍ତ ଭଗବାନର ସମ୍ପର୍କ ଏମିତି ନା, ଆଉ ପୁଣି ମନେ ପକେଇଦେଲେ। ରାଜୁଷୀ ଯଜ୍ଞ ସଭା କରି ବେତ ଧରି କୁଣ୍ଠିଆ, ତମେ ଯଦି କୃପା କରିବ ମୋର କିଏ କ'ଣ କରିବ? ମୋର କିଏ କ'ଣ କରିବ? ତୁମେ କୋଉଠି ଅଛ କି? ଏମାନେ ଜାଣିଛନ୍ତି ତମ ଘର ହଉଛି ଦ୍ୱାରିକାରେ।
ଏଠି ଯେଉଁ ବସିଛନ୍ତି ମୋ ଆତ୍ମୀୟ ଯୋଜନ ମାନେ ଯୁଧିଷ୍ଠିର ଭୀମ ଅର୍ଜୁନ ଏସବୁ ଇଏ ଜାଣିଛନ୍ତି ଭଗବାନ ଯାଇ ଦ୍ୱାରିକାରେ, କିନ୍ତୁ ମୁଁ କ'ଣ ପ୍ରକୃତରେ ଦ୍ୱାରିକାରେ ଅଛି? ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ କବି ଶୁଣି ଚୈବ ମୁଁ ତମ ହୃଦୟ ଭିତରେ ଅଛି। ଈଶ୍ୱର ସର୍ବଭୂତାନାଂ ହୃଦୟସର୍ଜୁନ ମୁଁ ଏଇଠି ଅଛି। ଆଉ ତମେ କ'ଣ କହୁଛ ମୁଁ ଏ ଦ୍ୱାରିକାରେ ଅଛି? ଯେତେବେଳେ ଏଇ ଭାବ ଦ୍ରୌପଦୀଙ୍କ ପାଖରେ ସ୍ଥାନ ପାଇଛି, ଆଉ ତାପରେ ତ କୋଟି କୋଟି ବସ୍ତ୍ର ସେ ଦାନ କରିଛନ୍ତି। ଆଉ କୋଟି ବସ୍ତ୍ର କ'ଣ କୋଟି ମିଲ୍ କଲେ ନା କ'ଣ? ଗୋଟା ମିଲ୍ରୁ ମାନେ ବାକିରେ ହଉ ଏମିତି ହଉ ନେଇଯାଇଛି, ସେ ସବୁ ନୁହେଁ। ସେଇ ଗୋଟିଏ ବସ୍ତ୍ର ହେଇଗଲା। ଦୁଃଶାସନ ତଳେ ପଡ଼ିକିରି ମୂର୍ଚ୍ଛା। ଏ କଥା କାହିଁକି ଆମେ କହିଲେ? ସେଇ କଥା ମର୍ଯ୍ୟାବେଶ ମନୋଜି ନିତ୍ୟଯୁକ୍ତ ଏଇ ଗୋଟିଏ ଶ୍ଲୋକରେ ସମଗ୍ର ଭାଗବତ ସମଗ୍ର ଭାଗବତ ଏଇ ଗୋଟିଏ ଶ୍ଲୋକରେ ଶେଷ ହେଇଛି। ଆଉ ଏତେ କଥା କହିବା ଦରକାର। ସେଥିପାଇଁ କୁହାଯାଇଛି ପରମ ଶାସ୍ତ୍ର ସୁନ୍ଦର ପଦ ନମୋ ନୃସିଂହ ମାୟା କୃଷ୍ଣଙ୍କୁ ମଧ୍ୟ ହରି କୁହାଯାଇଛି। ତେଣୁ ସଜ୍ଜନ ଜଗନ୍ନାଥଙ୍କ ଦର୍ଶନରେ ବଳଦେବ ହେଉଛନ୍ତି ହରି। ଆଉ ଜଗନ୍ନାଥ ତ ସ୍ୱୟଂ ହରି। ସୁଭଦ୍ରା ହେଉଛନ୍ତି ହରି। ସେ ଚତୁର୍ଦ୍ଧା ମୂର୍ତ୍ତି ସବୁଯାକ ହେଉଛନ୍ତି ହରି। ବ ପରେ ଲ ହେ ମଣିଷ ଜମା ବ୍ୟସ୍ତ ହବନି, ଜମା କାନ୍ଦିବନି। ହଁ ଦୁଃଖରେ ତ ପଇଲେ କାନ୍ଦିବାକୁ ହବ, କାନ୍ଦିବନି କେମିତି? କିନ୍ତୁ ବ୍ୟସ୍ତ ବିବ୍ରତ ହବନି, ଭାବିବନି ଯେ ଭଗବାନ ମତେ ଦୟା କରୁନାହାନ୍ତି। ଭାଗବତ କହିଛନ୍ତି ବୁଝେଇକିରି, ତୁ ନାଥ ପରମ ଦୟାଳୁ
ଡରିବ କାହିଁକି କାହାକୁ? ତୁନାଥ ପରମ ଦୟାଳୁ ଦୁଷ୍ଟ ନିବାରି ସନ୍ଥ ପାଳୁ। କାହାକୁ ଡରୁଛ? ଆଚ୍ଛା, ଇଏ ଗୋଟେ ଲ ଅକ୍ଷର କଥା ଗଲା। ଲକ୍ଷ ଲକ୍ଷ ସେବା ସଂଯମତା ରକ୍ଷା କର, ସବୁ କଥା ମିଳିବ। ତାପର ଅକ୍ଷରଟି ହଉଛି ଦେ। ଶାନ୍ତି ଦେ, ନରସିଂହ ପଚାରୁଛନ୍ତି କଥାଟି ମନେ ରଖିଥିଲେ ମନେ ପଡ଼ିବ। ତୁମେ ବର ମାଗ, ମୁଁ ଆବିର୍ଭାବ ହେଇଛି ତମକୁ ଦବା ପାଇଁ, ଆଉ ତମେ କଣ ମନା କରୁଛ? ମୋର କିଛି ଦରକାର ନାହିଁ। ପ୍ରହ୍ଲାଦ କହିଲା, ପ୍ରଭୁ ମୋର ସେ ଜଞ୍ଜାଳ ମୁଁ ପଶିପାରିବି। ତଥାପି ନରସିଂହ ବୁଝଉଛନ୍ତି, ନରହରି ବୁଝଉଛନ୍ତି। ବ୍ରହ୍ମା ଯେ ମୋହର ନନ୍ଦନ, ବ୍ରହ୍ମା ଯେ ମୋହର ନନ୍ଦନ, ଯେଡ଼େ ନଥାଏ ମୋର ମନ। ମୋହର ଭାଇ ହଳ ପାଣି, ଲକ୍ଷ୍ମୀ ଯେ ମୋହର ଘରଣୀ। ନୀତି ବସଇ ବକ୍ଷସ୍ଥଳେ, ବିଖ୍ୟାତ ଭୁବନ। ତୁଜେ ମୋହର ପ୍ରିୟତମ, କେହି ନୁହନ୍ତି। ତେଣୁ ତୁ ହିଁ ମାଗିବୁ, ଆଉ ତୋ ଭଳିଆ କେହି ମାଗିପାରିବେ। ମାଗିବେ କିଏ ଆଡୁ ତମେ ଠିକ କଥା ମାଗିବ। ପ୍ରହ୍ଲାଦ ହାତ ଯୋଡ଼ିକିରି କହିଲେ, ପ୍ରଭୁ ମୁଁ ମାଗିବି ଆପଣ ଦେବେ ତ? ତୁ ମାଗିବୁ ମୁଁ ଦେବି ନାହିଁ, ଏ ସୃଷ୍ଟି ରହିବ ତ? ତୁ ମାଗିବୁ ମୁଁ ଦେବି। ପ୍ରଭୁ କଣ ମାଗିବି? ମତେ ମାଗି ଆସୁନି, କଣ ମାଗିବି? କିନ୍ତୁ ଗୋଟିଏ କଥା ମୁଁ ମନ ଭିତରେ ଭାବୁଛି, ଜୀବନରେ ପାଠ ପଢ଼ି ପାଠ ହେଲା ନାହିଁ ବୋଲି ଶୁକ୍ରାଚାର୍ଯ୍ୟଙ୍କ ପାଖରେ ମୋ ବାପା ନେଇ ଆଡମିସନ କରିଛି। ସେଠି ଶୁକ୍ରାଚାର୍ଯ୍ୟ ବି ମୋ ପାଠ ମତେ ମୋର ପାଠ ହେଲା ନାହିଁ। ଆଉ ତେଣୁ ପୁଣି ଶୁକ୍ରାଚାର୍ଯ୍ୟ ଆସିକିରି ମୋ ବାପାଙ୍କ ପାଖରେ ମତେ ଛାଡ଼ିଦେଇ, ତମ ପୁଅର ପାଠ ହବନି। ମୁଁ ତାକୁ ସବୁଦିନ ଶିଖଉଛି, କ ହ ନା ହ କହୁଛି, କରି ଏ ର, ସେ କିନ୍ତୁ ର କହୁନି, ରି କହୁଛି। ଆଉ ମୁଁ କଣ କରିବି? ତେଣୁ ଆପଣଙ୍କ ପୁଅ ଆପଣଙ୍କ ପାଖରେ ରହିଲା। ଆଉ ତେଣୁ ସଜ୍ଜନ କିଏ ଗୋଟେ ଏତେ ବଡ଼ କଥା, ମନ ଖରାପ ହେଇଗଲା ହିରଣ୍ୟକଶ୍ୟପର। ଅଯଥା ପିଲାଟା ଜନ୍ମ ହେଲା। ତାହେଲେ ପ୍ରହ୍ଲାଦ ହରି ବୋଲି କହ,
ନା ମୁଁ ହର ବୋଲି କହୁଛି। ହର ସିନା ଲେଖି ଚାହିଁଲେ ଇକାରଟା ଦେଇକିରି ରି କରିବି। ଆମେ ମୁଁ ତ କହୁଛି ହର ଆଉ କ'ଣ, ହର ହରି ଏକ ରୂପ। ମତେ ପାଣିକି ଫୋପାଡ଼ି ଦେଲା, ସମୁଦ୍ରକୁ ଫୋପାଡ଼ି ଦେଲା। ସମୁଦ୍ର କିଛି କଲା। ଗୀତାର ସେଇ ଶ୍ଲୋକ ବାୟୁର୍ଜ ସମୁଦ୍ରକୁ ଫିଙ୍ଗି ଦେଲା। ସମୁଦ୍ର ମୋ ପ୍ରତି କୃପା ବର୍ଷଣ କରି ମୋତେ ଆଉ ବୁଡ଼େଇଲେନି। ମୁଁ ସେମିତି ଭାସିଲି। ମୋତେ ଯେମିତି ଲାଗୁଥିଲା ମୁଁ ମାଟିରେ ଶୋଇଛି। ବାପା ପୁଣି ବିଗିରି ଗଲେ ଆଉ ହେ କୁଳାଙ୍ଗାର ହବ। ହେ ଆଣୁ ତାକୁ ଟେକି ଆଣୁ। ମୋତେ ଟେକିକିରି ଆଣିକିରି ପାହାଡ଼କୁ ଫିଙ୍ଗି ଦେଲେ। ପାହାଡ଼ର ସେ ଟାଣୁଆ ଦେହ ମୋ ପାଇଁ ହେଇଗଲା ତୁଳା କମ୍ବଳ। ମୋତେ କେତେ ବଢ଼ିଆ ଲାଗିଲା। ସେଥିରେ ବି ମଲିନି, ଅଗ୍ନିକି ଫୋପାଡ଼ି ଦେଲା। ମୁଁ ଅଗ୍ନି ମୋ ପାଇଁ ହେଇଗଲା ଥଣ୍ଡା, ଉଷ୍ମତା ରହିଲାନି। ସେ ତ ବାୟୁ, ସେ ତ ଅଗ୍ନି, ସେ ତ ବରୁଣ, ଆଉ କିଛି ତ ହେଲାନି। ଆଉ କ'ଣ କରିବ? ସେଥିରେ ଧରିଥିଲା ଗୋଟାଏ ଖଣ୍ଡା। କହିଲା ମୁଁ ଏଇ ଖଣ୍ଡାରେ ତୋ ମୁଣ୍ଡକୁ ଗଣ୍ଡିକି ଅଲଗା କରିଦେବି। ପକେଇଲା ଚୋଟେ। ପ୍ରଭୁ ମୁଣ୍ଡଟା ଅଲଗା ହେଇଗଲା। ବାପା ମୋର ହସୁଛନ୍ତି। ସିଏ ମୁଣ୍ଡଟା ପୁଣି ଆସିକିରି ବେକରେ ଲାଗିଗଲା। କିନ୍ତୁ ପୁଣି ଆଉ ଗୋଟେ ଚୋଟ ପକେଇଲା। ପୁଣି ମୁଣ୍ଡ କଟିଗଲା, ପୁଣି ଆସି ଲାଗିଗଲା। ପୁଣି ଆଉ ଗୋଟେ ଚୋଟ ପକେଇଲେ। ସେ ସେମିତି ଚାଲି ଯାଉଥାଏ, ପୁଣି ଲାଗି ଯାଉଥାଏ। ଶେଷରେ ବାପା ଖଣ୍ଡା ଫଣ୍ଡା ଫୋପାଡ଼ି ଦେ। ସିଏ ପଡ଼େ ଏଇଟା ଦ୍ୱାରା କିଛି ହବ କୋଉଥିରେ ମରୁନି, ଏଇଟା ଅଜରାଟା। ଆଉ ତେଣୁ ପ୍ରଭୁ ମୁଁ ଆଉ କ'ଣ ମାଗିବି ପ୍ରଭୁ? ହେ ଆନନ୍ଦ ମୟ କୋଟି ଭୁବନ অবোধ জ্ঞান
ରଥରେ ବର୍ତ୍ତମାନ କାଳିଆ ବଇଛି, ବଳଭଦ୍ର ବି ବଇଛନ୍ତି, ସୁଭଦ୍ରା ବଇଛନ୍ତି। ଆମର ଇଏ ପ୍ରାର୍ଥନାଟା କ'ଣ ଭାବୁଛନ୍ତି ଯେ ଗୋଟେ ନିରର୍ଥକ ହେଇଯିବ? କାହିଁକି ନିରର୍ଥକ ହବ? କାହିଁକି ନିରର୍ଥକ? ତମେ କ'ଣ ବିରାଟ ହେଲେ ମୁଁ କ୍ଷୁଦ୍ର? ତୁମେ ସମୁଦ୍ର ହେଲେ ମୁଁ ବିନ୍ଦୁ। ମୁଁ ତମରି ଭିତରୁ ଆସିଛି ତମରି ପାଖକୁ। ମୁଁ ଏଇଠି ଡାକୁଛି ଫୁଲବାଣୀରେ, ଏଇଠୁ ଆପଣ ଶୁଣନ୍ତୁ, ଖାଲି ମୋ କଥା ନୁହେଁ, ସମସ୍ତଙ୍କ କଥା। हे आनंदमय कोटि भुवन पा अधमक्षम मुहि अबोधवा ज्ञान दाता भगवान। तेबे आमे आउ कौन मागिबू? जी जहाँ मागिब कौन बड़ पाटे कहीकि मागिब? मोर मु मागी सारे मुझे आपको कहूँ कौन मागि? सेमती गोटे प्रहलाद भली गोटे पुओ, सैया को कहती पुओ। जी से बड़ी पुओ नुहे, सी पुओ हेले भी सी झील झील सागर झील गुड़ाक आजिकल भल पाठ पढ़ले से कौ कूल को नुहति। तेरे जा हो हिरण्यकश्यप को मागुची, प्रहलाद मागुचंती नरसिंह, हिरण्यकश्यप कोल शोई। एमतिकिया गोटे रूप बा एमतिकिया गोटे मोमेंट बा समय आम मान जीवन में आसब। ठाकुर कोल शोचंती हिरण्यकश्यप। ठाकुर अनैचंती हिरण्यकश्यप को अनैचंती। हिरण्यकश्यप भी भगवान नृसिंह को अनैचंती। नख गुड़ाक बड़ बड़ नारसिंहाय विद्महे नखायुधाय धीमहि तन्नो हरि प्रचोदयात्। खाली नख गुड़ाक बड़ बड़ नु, पाटीटा भी बहुत बड़ हो जाए। सेठी प्रहलाद मध्य व्यस्त हो पड़ी। ये ठाकुर ये रूप स्वर्गर देवता माने भी व्यस्त, समस्ते प्रार्थना कर प्रभु विश्व शांति दो, आपण शांत हो। प्रहलाद मागुची प्रभु मु एया मागुची आपण को जन्म मो बापा जन्मदिन ठारू आज पर्यंत केते हरि निंदा करिसंती, हरि अनुष्ठान भांगिचंती। तेणु मो बापांकर यही जो अपराध से मुक्ति केमिति पाइबे? प्रभु सत कहे, मु आपको पचारुची सत कहे। मु सत कहबी ना किए सत कह? कौन पचार पचारू? मु सत कहबी कि मिछ कहबी? तू कहीं ना मु केवल एति केवल प्रभु मागुची कहूची प्रश्न टे पचारुची मु आपणकर कौन ना भक्त? मु जदि भक्त हेली ताले मो बापाटी आपणकर कौन? नरसिंह हसिले।
ତୁ ଯଦି ଭକ୍ତ ହେଲୁ ତାହେଲେ ତୋ ବାପା ଭକ୍ତ ଆଉ କଣଟା ହବ? ଆପଣ ମତେ ଉଦ୍ଧାର କରିବାକୁ ଆସିଛନ୍ତି ନା? ହଁ, ମୁଁ ଆଜି ମାଗୁଛି ମୋ ବାପାଙ୍କୁ ମୁକ୍ତି ଦିଅନ୍ତୁ। ଯଦି ଦେଇପାରିବେ ଦିଅନ୍ତୁ, ନଦେଲେ ମୋର ମୁକ୍ତି ଦରକାର ନାହିଁ ନା ମୋର ବି ଦରକାର। ଆପଣ ମୋ ବାପାଙ୍କୁ ମୁକ୍ତି ଦିଅନ୍ତୁ। ସେ ବହୁତ ଭୁଲ କରିଛନ୍ତି, ସେ ଆପଣଙ୍କୁ ଚିହ୍ନି ପାରିନାହାନ୍ତି। କଣ ଗୋଟେ କୋଉ କହିଦେଇଛନ୍ତି। ଆକାଶରୁ ପୁଷ୍ପ ବୃଷ୍ଟି ହେଲା, ଆକାଶରୁ ପୁଷ୍ପ ବୃଷ୍ଟି ହେଲା। ଦେବୀ ଦେବତା ମାନଙ୍କ ମଧ୍ୟରେ ହରିବୋଲ ହୁଳ ହୋଇ ଶବ୍ଦ ଅସ୍ତୁ 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 ବୋଲି ଭଗବାନ ନରସିଂହ କହିଲେ, ନେ ତୋ ବାପାକୁ ନେ। ତୋ ବାପା କିନା କୋଉଠି ଶୋଇଛନ୍ତି ନା ଆପଣଙ୍କ କୋଳରେ। ମା କୋଳରେ ସନ୍ତାନ ଶୁଏ, ସେ ଆନନ୍ଦ କଣ ଆଉ କୋଉଠି ମିଳେ? ତେଣୁ ତୋର ବାପା ଉଦ୍ଧାର ହେଇଯାଇଛି, ତୁ ମତେ ଆଉ କିଛି କହ। ବେଦାନୁଧରତେ ଭୃଗ वृक्षानुच्छयते